ପଟରେ ଉଠୁ ଚିତ୍ରା ଥାନା ହଁ ଦେଖନ୍ତୁ ଗତକାଲି ଗୋଟେ ସ୍ପଷ୍ଟକାତରତା ଘଟଣା ଘଟିଛି ମୋରଡ଼ା ଥାନା ଇଲାକାରେ ଚିତ୍ରା ଫାଣ୍ଡି ଅଛି ମୋରଡ଼ା ଥାନା ଇଲାକାରେ ଚିତ୍ରା ଗାଁର ଗୋଟେ ପରିବାରର ଝିଅକୁ କେହି ଜଣେ ପିଲା ଧମକେଇବା ଏବଂ ସେଇ ଘଟଣାକୁ କେନ୍ଦ୍ର କରିକିରି ଯଦି ସେ ଥାନାକୁ କେସ୍ କରିବା ପାଇଁ ଆସନ୍ତି ସେତେବେଳେ ଥାନାବାଲା କେସ୍ ନିଅନ୍ତି ନାହିଁ ଅପରନ୍ତୁ ଥାନାବାଲା ସେ ପିଲାକୁ ଅଲଗା ଡାକିକିରି ଛୋଟ ଛୁଆଟି 10 କ୍ଲାସ୍ରେ ପାଠ ପଢ଼ୁଛି ଫାର୍ଷ୍ଟ କ୍ଲାସ୍ ପାସ୍ କରିଛି OAVର ଷ୍ଟୁଡେଣ୍ଟ ଉଲ୍ଟି ତୁମେ ମିଛ କହୁଛ ବୋଲି ମିଛ ଅଭିଯୋଗ କରୁଛ ବୋଲି କହିକିରି ତାକୁ ଡରାଇବା ଏବଂ ପରବର୍ତ୍ତୀ ଅବସ୍ଥାରେ ସେ ପିଲାଟି ସଂଜ୍ଞାହୀନକୁ ତଳେ ପଡ଼ିବା ଏ ଘଟଣାକୁ ନେଇକିରି ଆଜି ଆମେ ଏସ୍ପିଙ୍କ ପାଖକୁ ଆସିଥିଲୁ ଆମ ଦଳ ସମସ୍ତେ ଏସ୍ପିଙ୍କ ପାଖକୁ ଆସିଥିଲୁ ସେ ଛୋଟ ପିଲାଟି ଆମ ସାଙ୍ଗରେ ଅଛି ତାଙ୍କ ପରିବାର ତା ବାପା ମା' ବି ଆମ ସାଙ୍ଗରେ ଅଛନ୍ତି ମୁଁ ଆଶ୍ଚର୍ଯ୍ୟ ହେଉଛି ଥାନାବାଲା କାହିଁକି ଏମାନେ ହେଉଛି ସମାଜର ରକ୍ଷାକର୍ତ୍ତା ତାଙ୍କ ପାଖରେ କେହି ଯଦି ଏଲିଗେସନ୍ ନେଇକି ଯିବ ତାକୁ ସେମାନେ ଭଦ୍ରାମିଶକ ରଖିବା ଉଚିତ ଏବଂ ତାପରେ ଇନକ୍ୱାରି କରିବା ଉଚିତ ସିରିୟସ୍ ଘଟଣା ହେଲେ ସେହି ହିସାବରେ ସେମାନେ ଆଜ୍ ପର୍ ଦ ଲ ଯାହା ଯାହା କରିବା କଥା ସିରିୟସ୍ ଘଟଣା ହେଲେ କାହାକୁ ଅଟକେଇବେ କାହାକୁ ଅଟକ କରିବେ ଇନକ୍ୱାରି କରିବେ ଇତ୍ୟାଦି ଇତ୍ୟାଦି ରେଦର ସେସବୁ ଘଟଣା ନ କରିକିରି ସେଉଠି ମ୍ୟୁଚୁଆଲ୍ କରିବାର ବ୍ୟବସ୍ଥା କରିବା ଏଇଟା ଦୁର୍ଭାଗ୍ୟଜନକ ଘଟଣା ଏବଂ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ କହୁଛନ୍ତି ଯେ ତୁମେ ଏମିତି କେସ୍ ଦେଉଛ ଏମିତି କେସ୍ ଦେଲେ ଅସୁବିଧା ହେବ ରେଦର ତୁମେ ଜେଲ୍ ଚାଲିଯିବ 7 ମାସ ଜେଲ୍ ହେବ ଆଉ 7 ବର୍ଷ ଜେଲ୍ ହେବ ଏବଂ ତାଙ୍କ ବାପାକୁ ସେ କହୁଛନ୍ତି ଯେ ତୁମ ପିଲା ଲାଇଫ୍ଟା ବର୍ବାଦ ହେଇଗଲା এই কথা সে শুনলা পরে সে পিলা সংজ্ঞাহীনকে সেট পড়িগলা তেমন এটা বড় দুর্ভাগ্য গোটে ছোট ছুয়াকে কে কিডনাপ করার চেষ্টা করুছি কেই তাকে রেপ করার চেষ্টা করুছি অসদাচরণ করার চেষ্টা করুছি যাহা সে পিলা কুহে তা ভার্সন পিলার ভার্সন ইয়া মু তাকে মেডিকাল তা সাথে বসিকি বার্তালাপ করেছি ଯାହା ଏଡ଼ିସନାଲ୍ ଏସ୍ପିଙ୍କ ପାଖରେ ସେ ପିଲା ସମସ୍ତଙ୍କ ସମ୍ମୁଖରେ ଆପଣମାନଙ୍କ ସମ୍ମୁଖରେ ସେ ଖୋଲିକିରି କହିଛନ୍ତି ଯେ ମୋତେ ଏଭଳି ସେ ପ୍ରଲୋଭନ ଦେଖାଉଥିଲା ମୁଁ ସେଥିରେ ରାଜି ସେଇଟାକୁ ନେଇକରି ମୁଁ କେସ୍ କରିବା ପାଇଁ ଆସିଲି ଏବଂ ଥାନାବାଲା ମୋତେ ଉଲ୍ଟି କହୁଛି ଯେ ତୋ ଲାଇଫ୍ ଚାଲିଯିବ ତୁ ଜେଲ୍ ଚାଲିଯିବୁ 7 ବର୍ଷ ଜେଲ୍ ହେଇଯିବ ତୋ ଫ୍ୟୁଚର୍ ବର୍ବାଦ ହେଇଯିବ ଇଏ ନିଶ୍ଚିତ ଭାବେ ଦୁର୍ଭାଗ୍ୟ ଏଠି 2ଟା ଘଟଣା ଘଟିଲା ଯେତେବେଳେ ସେ ପିଲାଟି ତା ଉପରେ ଅତ୍ୟାଚାର କରିବାକୁ ବସିଲା ତା ପିଲା ଉପରେ ଗୋଟେ କାର୍ଯ୍ୟାନୁଷ୍ଠାନ ହେବା ପରିବର୍ତ୍ତେ ଥାନାବାଲା ତାକୁ ଉଲ୍ଟା ଧମକେଇବା ତେଣୁ ଏ ଶାସନ ପୁରା ନଷ୍ଟ ହୋଇଯାଇଛି ଏବଂ ଏହି କଥା ପାଇଁ ଆମେ ପୁଣି ଥରେ ଏସ୍ପିଙ୍କ ଅଫିସକୁ ଆସିଥିଲେ ଏସ୍ପି ମହାଶୟ ନଥିଲେ ଏଡ଼ିସନାଲ୍ ଏସ୍ପି ଥିଲେ ଏଡ଼ିସନାଲ୍ ଏସ୍ପିଙ୍କୁ ଆମେ ତାଙ୍କ ସହିତ ଆଲୋଚନା କରିଛୁ ଆମେ ଦାବି କରିଛୁ ସେ ଯେଉଁ ଘଟଣା ଘଟିଛି ଯିଏ ସେ ପିଲାକୁ ଡରେଇଛି ଯିଏ ଯାହାକୁ ଉଠେଇ ନେବ ନେଇଯିବ ଇତ୍ୟାଦି ଇତ୍ୟାଦି ଯିଏ କହିଥିଲା ଯାହା ବି ସେ ପିଲା ତାର ଯାହା ଷ୍ଟେଟମେଣ୍ଟ ଯାହା ସେ ପିଲା ଉପରେ ଯାହା ଯାହା ଇଏ ହେବା କଥା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବା କଥା ସେ କଥା ହେଉ ଏବଂ ଦ୍ୱିତୀୟ କଥା ହେଉଛି ୱାଇସି ତାକୁ ଯେଉଁ ଡରେଇକିରି କେସ୍ଟାକୁ ନର୍ମାଲ୍ କରିବା ବ୍ୟବସ୍ଥା କରିକିରି କେସ୍ଟାକୁ ଯେମିତି ତୁମେ ନ କର ଏ ଟାଇପ୍ର ଯେଉଁ ଇସାରା ତାକୁ ଦେଲେ ତେଣୁ ତାଙ୍କୁ ଡରେଇବା ତେଣୁ ମୁଁ ଭାବୁଛି ସେ ଏସ୍ପି ଥାନାବାଲାକୁ ସେଠୁ ତୁରନ୍ତ ସେଠୁ ହଟାଯାଉ ଏବଂ ଇନକ୍ୱାରି ନିରପେକ୍ଷ କରାଯାଉ ଏବଂ ସେ ପରିବାରକୁ ସୁରକ୍ଷା ଦିଆଯାଉ ଏଇଟା ହେଉଛି ଆମର ଦାବି ଅନ୍ୟଥା ସେମାନେ ଅସୁବିଧାରେ ପଡ଼ିବେ ଜନସାଧାରଣ ତାଙ୍କୁ କେତେବେଳେ କ୍ଷମା ଦେଇଦେବେ ନାହିଁ।